ଦେଖନ୍ତୁ ବିଧାନସଭା ଚାଲିବା ଏବଂ ବିଶେଷ ଭାବରେ ଏ ସେସନ ବଜେଟ୍ ସେସନ ଏଇଟା ରାଜ୍ୟ ପାଇଁ ଶୁଭଙ୍କର। ବିଧାନସଭାରେ ରାଜ୍ୟବାସୀଙ୍କର ସାରା ରାଜ୍ୟର ଲୋକଙ୍କର 4.5 କୋଟି ଲୋକଙ୍କର ସୁବିଧା ଅସୁବିଧା ଏବଂ ପରବର୍ତ୍ତୀ ଅବସ୍ଥାରେ କ'ଣ ତାଙ୍କର ସମସ୍ୟା ଅଛି ତାର ସମାଧାନର ବାଟ ବାହାରେ। ଏବଂ ବିଧାନସଭାରେ ମଧ୍ୟ ଶାସକ ଦଳର ବିଧାୟକ ହୁଅନ୍ତୁ ମନ୍ତ୍ରୀ ହୁଅନ୍ତୁ କିଏ କୋଉଠି କ'ଣ କହିଥାନ୍ତି ତାର ଆନ୍ସର ରଖନ୍ତି। ଏବଂ ସବୁ ବିଧାୟକ ପାଖାପାଖି ଆମେ ଦେଖୁଥିଲୁ 70-80 ଜଣ ନୂଆ ବିଧାୟକ ଅଛନ୍ତି। ସେମାନେ ତାଙ୍କ ନିର୍ବାଚନ ମଣ୍ଡଳୀ ତା ଦେହରେ ଶାସକ ଦଳର ବିଧାୟକ ଅଛନ୍ତି ବିରୋଧୀ ଦଳର ମଧ୍ୟ ବିଧାୟକ ଅଛନ୍ତି। ସବୁ ବିଧାୟକଙ୍କର ତାଙ୍କ ନିର୍ବାଚନ ମଣ୍ଡଳୀର ମଧ୍ୟ ପ୍ରଶ୍ନ ଉତ୍ତର ଅଛି। ଏ କଥାକୁ ନେଇକି ସର୍ବଦଳୀୟ ବୈଠକ ବା 3-4 ଥର ବାଚସ୍ପତି ମହୋଦୟା ସବୁ ଦଳର ନେତୃତ୍ୱ ମଣ୍ଡଳୀ ମାନଙ୍କ ସାଙ୍ଗରେ ବସି ସାରିଲେଣି। ଯଦି ବିରୋଧୀ ଦଳର କୌଣସି କଥା ବି ଅଛି ଆଲୋଚନା ମାଧ୍ୟମରେ ବିଧାନସଭାରେ ଆଲୋଚନା ହଉ ଆଲୋଚନାରେ ନିଶ୍ଚିତ ଭାବେ ନିର୍ଯାସ ବାହାରିବ ବା ଫଳ ବାହାରିବ। ବିଧାନସଭାକୁ ବନ୍ଦ କଲେ ଲାଭ କାହାର ହେଉଛି? ଯଦି ବିରୋଧୀ ଦଳ ଭାବୁଥିବେ ଯେ ବିଧାନସଭାକୁ ବନ୍ଦ କରି ରାଜ୍ୟର ପ୍ରଗତି କରିବେ ବା ରାଜ୍ୟର ବିକାଶ କରିବେ ତାହା ସମ୍ଭବ ନୁହେଁ। ଏବଂ ଯେଉଁ ପଇସା ଖର୍ଚ୍ଚ ହେଉଛି ପ୍ରତିଦିନ ବିଧାନସଭା ପାଇଁ ପାଖାପାଖି 65-70 ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଗୋଟିଏ ଦିନ ବିଧାନସଭା ଚାଲିଲେ ବା ବିଧାନସଭା ସମୟରେ। ବିଧାନସଭା ଯଦି ବନ୍ଦ ହେଉଛି କୋଉଟା କୋଉଠି ରାଜକୋଷରେ ତ ସେ ଖର୍ଚ୍ଚ ଯାଉଛି ବା କ୍ଷତି ହେଉଛି। ତେଣୁ ସାଧାରଣ ଲୋକଙ୍କ ପଇସା ଟ୍ୟାକ୍ସ ପଇସା ତା ଦେହରେ ବିଧାନସଭା ଚାଲୁଛି। ଆମେ ବିଧାୟକ ହେଇଛୁ ସାଧାରଣ ଲୋକଙ୍କର ଆଶୀର୍ବାଦରେ ବା ସାଧାରଣ ଲୋକଙ୍କର ଭୋଟ ନେଇକି। ଆମେ ଯଦି ତା ଦେହରେ ଚିନ୍ତା କରିବୁ ଯେ ନାଇଁ ବିଧାନସଭା ନ ଚାଲୁ ଏଇଟା ମାନେ ଦେଶର ରାଜ୍ୟର ପ୍ରଗତି ପାଇଁ ଠିକ୍ ନୁହେଁ। ମୁଁ ଆପଣଙ୍କ ମାଧ୍ୟମରେ ସବୁ ବିରୋଧୀ ଦଳର ନେତୃତ୍ୱ ସେ ବିଜେଡି ହୁଅନ୍ତୁ କଂଗ୍ରେସ ହୁଅନ୍ତୁ CPM ହୁଅନ୍ତୁ ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ଆପଣଙ୍କ ମାଧ୍ୟମରେ ଅନୁରୋଧ କରିବି ବିଧାନସଭା ଚାଲୁ। ବିଧାନସଭାରେ ଆଲୋଚନା ହେଲେ ତ ସରକାର ହରଡ଼ ଘଣାରେ ପଡ଼ିପାରେ। ଆପଣମାନେ ଆଲୋଚନା କଲେ ଆମକୁ ସମାଲୋଚନା କରିପାରନ୍ତି। ଯେଉଁ ମନ୍ତ୍ରୀଙ୍କୁ ଆପଣ ଟାର୍ଗେଟ କରିବାକୁ ଚାହୁଁଛନ୍ତି ଆପଣ ଆଲୋଚନାରେ ଟାର୍ଗେଟ କରିପାରିବେ ସମାଲୋଚନା କରିପାରିବେ। ତାହା ଆପଣମାନେ ବିଧାନସଭାର ଆଲୋଚନାରେ ଲେଖା ହେଇକି ରହିବ ସବୁଦିନ ପାଇଁ। ତେଣୁ ମୁଁ ନିଶ୍ଚିତ ଭାବେ କହିବି ବିଧାନସଭା ନ ଚାଲିବା ରାଜ୍ୟର ପ୍ରଗତିର ଠିକ୍ ଲକ୍ଷଣ ନୁହେଁ, ପ୍ରଗତି ପାଇଁ ଗ୍ରହଣୀୟ ନୁହେଁ। ତେଣୁ ବିଧାନସଭାର ଚାଲିବାର ଆବଶ୍ୟକତା ଅଛି। ସବୁ ବିରୋଧୀ ଦଳ ନେତୃତ୍ୱଙ୍କୁ ଅନୁରୋଧ କରିବି ଆପଣଙ୍କ ମାଧ୍ୟମରେ ବିଧାନସଭା ଚାଲୁ ଆପଣ ଆଲୋଚନା କରନ୍ତୁ ଯାହା ନିର୍ଯାସ ବାହାରିବ। ଏ ସରକାର ପଳାୟନପନ୍ଥୀ ନୁହେଁ। ଏ ସରକାର ଚାହୁଁଛି ସବୁ ବିଷୟରେ ଆଲୋଚନା ହଉ। ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଚାହୁଁଛନ୍ତି ଯେ ବିଧାନସଭା ଚାଲୁ ଆଲୋଚନାରେ ନିର୍ଯାସ ବାହାରୁ। ତେଣୁ ମୁଁ ପୁଣି ଥରେ ଅନୁରୋଧ କରିବି ବିଧାନସଭା କିଭଳି ଭାବେ ସୁରୁଖୁରୁରେ ଚାଲିବ ଏବଂ ବିଶେଷ ଭାବରେ ବିଧାନସଭା ଭିତରେ ଆଲୋଚନା ପର୍ଯ୍ୟାଲୋଚନା ସମାଲୋଚନା ତା ଦେହରେ ହେଲେ ଆଉ ଟିକେ ଭଲ ଲାଗିବ। ଯେତେ ନୂଆ ବିଧାୟକ ଯାଇଛନ୍ତି ସମସ୍ତେ କିଛି ଶିଖିବାର ସମୟ ଆସିଛି। ତେଣୁ ସମସ୍ତେ ଶିଖିବେ ତାହା ରାଜ୍ୟ ପାଇଁ ହିତକର ହେବ। ଆଉ ଗୋଟେ କଥା ରହିବ ଯେ ବିଜେଡି ଆଉ କଂଗ୍ରେସ ପକ୍ଷରୁ ଆଜି ପ୍ରେସମିଟ୍ କରାଯାଇଛି ଯେଉଁଭଳି ଭାବରେ ଟିଟିଲାଗଡ଼ ବିଧାୟକର ବ୍ଲାକ୍ ଫାୟାରିଂକୁ ନେଇକି ସିଧାସଳଖ ଅଭିଯୋଗ କରିଛନ୍ତି ଏବଂ ବିଜେଡି କହୁଛି ଯେ ପ୍ରସଙ୍ଗ ବିଧାନସଭାରେ ଉଠାଇବ ଏବଂ କଂଗ୍ରେସ ସିଧାସଳଖ ଅଭିଯୋଗ କରୁଛି ଯେ ବାରମ୍ବାର ଏଭଳି ଘଟଣା ଘଟାଉଛନ୍ତି ବିଜେପିର ବିଧାୟକମାନେ ବା ଶାସକ ଦଳର ବିଧାୟକମାନେ। ନାଇଁ ଆମେ ଚାହୁଁଛୁ ସେମାନେ ବିଧାନସଭା ଚାଲିଲେ ତ ବିଧାନସଭାରେ ଉଠେଇବେ ନା। ଧର କିଏ ଶୁଣନ୍ତୁ ବିଧାୟକ ହୁଅନ୍ତୁ ମନ୍ତ୍ରୀ ହୁଅନ୍ତୁ ଯିଏ ବି ହୁଅନ୍ତୁ କେହି ଆଇନ ଊର୍ଦ୍ଧ୍ୱରେ ନୁହନ୍ତି। ତେଣୁ ବିଧାନସଭା ଚାଲିଲେ ସେ କଥା ଆଲୋଚନା ପର୍ଯ୍ୟାଲୋଚନା ହେଇପାରିବ। ଏବଂ ଯେଉଁ କଥା କହୁଥିଲେ ମୁଁ ଦେଖୁଥିଲି ଟିଭିରେ ଦେଖୁଥିଲି ତାଙ୍କ PSOଙ୍କୁ ମଧ୍ୟ ସସ୍ପେଣ୍ଡ କରାଯାଇଛି। ତେଣୁ ଯାହା ନୀତି ନିୟମ ଥିବ ସେଇ ଅନୁସାରେ କାର୍ଯ୍ୟକ୍ରମ ହେବ ସେଥିରେ କିଛି ନାହିଁ। କିନ୍ତୁ ବିଧାନସଭା ନ ଚାଲିଲେ କେମିତି ଏସବୁ ଆଲୋଚନା ହେଇପାରିବ? ଯେଉଁ କଥା ଆପଣମାନେ କହୁଛନ୍ତି ବିଧାନସଭାରେ ତାର ଉତ୍ତର ରଖନ୍ତୁ। ବାଚସ୍ପତି ଅଛନ୍ତି ତାର ଇଏ ରଖିବେ। ଗୃହର ନେତା ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ମଧ୍ୟ ତାର ଉତ୍ତର ରଖିବେ। ବିଧାନସଭା ଚାଲିବାକୁ ତ ଦିଅନ୍ତୁ। ସିଧାସଳଖ ଭାବରେ ବିଧାୟକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ବିଧାୟକ ଭଗବାନ ନୁହନ୍ତି। ବିଧାୟକ ହେଉଛନ୍ତି ଏ ରାଜ୍ୟର ଲୋକ ସାଧାରଣ ଲୋକଙ୍କର ଆଶୀର୍ବାଦରେ ବିଧାୟକ ହେଇଛନ୍ତି। ଆମେ ବିଧାୟକ ହେଇଛୁ ଓଡ଼ିଶାର ଜନସାଧାରଣଙ୍କ ଆଶୀର୍ବାଦରେ।
ତେଣୁ ଆମେ ବି ଯୋଉଠି ଭୁଲ କରିବୁ ନିଶ୍ଚିତ ଭାବେ ଦଣ୍ଡ ପାଇବୁ। ଆମେ ଯଦି ଭୁଲ କରିଥିବୁ ଦଣ୍ଡ ପାଇବା ପାଇଁ ଯୋଗ୍ୟ ହଉ, ସେ ବିରୋଧୀ ଦଳ ହଉ ଶାସକ ଦଳ ହଉ ଯୋଉ ଦଳର ବିଧାୟକ ହଉ। ତେଣୁ ସେଥିରେ କିଛି ଯାଏସ ନାହିଁ। କିନ୍ତୁ ବିଧାନସଭାରେ ଏ କଥା ସବୁ ଆଲୋଚନା ବିଧାନସଭା ସମୟରେ ହେଇଛି। ତେଣୁ ଯଦି ଆଲୋଚନା ନ ହେବ, ରାଜ୍ୟବାସୀ ଚାହିଁକି ବସିଛନ୍ତି। ଆପଣମାନେ ବିଧାନସଭାକୁ ସୁରୁଖୁରୁରେ ଚଲାନ୍ତୁ, ନିଶ୍ଚିତ ଭାବେ ଫଳ ବା ନିର୍ଯାସ ବାହାରିବ। ସାର୍ ଆଉ ଗୋଟେ ବଡ଼ ଚର୍ଚ୍ଚା, ପୁନର୍ବାର ଆଉଥରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଛନ୍ତି, ରାଜ୍ୟ ସଭାପତି ଦିଲ୍ଲୀ ଯାଇଛନ୍ତି, ଅନେକ କିଛି ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି ଦିଲ୍ଲୀ ଗସ୍ତରେ କରିବା ପାଇଁ। ନାଇଁ, ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବାରମ୍ବାର ଯାଉଛନ୍ତି ଏବଂ ରାଜ୍ୟ ସଭାପତି ଯେତେବେଳେ ରାଜ୍ୟସଭାରେ ଜିତିଛନ୍ତି ତାଙ୍କର ଯିବାର ଆବଶ୍ୟକତା ଅଛି। ଇଏ ତ ପ୍ରତି ସପ୍ତାହେ 2 ସପ୍ତାହରେ ଯାଉଛନ୍ତି। ଏଇଟାରେ ସେମିତି କିଛି ବିଶେଷ କିଛି ଘଟିଲା ଭଳିଆ ଘଟଣା। ଆଗକୁ କୁହାଯାଉଛି ଅନେକ କିଛି ନିଷ୍ପତ୍ତି ହେବ, ଅନେକ କିଛି ଯାହା ହେଇପାରିଲାନି ରାଜ୍ୟ ସରକାରଙ୍କର ସେ ନିଷ୍ପତ୍ତି ନେବେ। ଦେଖନ୍ତୁ, ସେଟା କେନ୍ଦ୍ର ସରକାର ଏବଂ କେନ୍ଦ୍ର ନେତୃତ୍ୱ ଏବଂ ରାଜ୍ୟ ନେତୃତ୍ୱ ବସିକି ଆଲୋଚନା କରିକି ଯାହା ରାଜ୍ୟର ବିକାଶର କଥା ହବ ସେ କଥା ଆପଣମାନେ ସମସ୍ତେ ଜାଣିବେ। ମୋ ପାଖେ ସେମିତି କିଛି ଖବର ନାହିଁ।